ଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଯୁବକମାନଙ୍କୁ ନାଶ କରୁଥିବା 4ଟି ବିଷୟ ବା ଯୁବା ଯୁବତୀମାନଙ୍କୁ ନାଶ କରୁଥିବା 4ଟି ବିଷୟ, ଏ ବିଷୟରେ ଆମେ ଅଳ୍ପ ସମୟ ଧରି ଆମେ କଥାବାର୍ତ୍ତା ହେବା। ଲେଖାଯାଏ ଆମମାନଙ୍କ ହିତୋପଦେଶ ଏହାର 12 ଅଧ୍ୟାୟର 24 ପଦରେ, କର୍ମଶୀଳର ହସ୍ତ କର୍ତ୍ତୃତ୍ୱ କରିବ, ମାତ୍ର ଅଳସୁଆ ଲୋକ ବେଠିକ କରିବ। ପ୍ରିୟମାନେ, ଆଜିର ଯୁବା ଯୁବତୀମାନଙ୍କୁ ନାଶ କରୁଥିବାର ପ୍ରଥମ ବିଷୟ ହେଲା ଅଳସୁଆ। ଆଜିର ଯୁବା ଯୁବତୀମାନେ ଏତେ ପରିମାଣରେ ସେମାନେ ଲେଜି ହୋଇଯାଇଛନ୍ତି, ଅଳସୁଆ ହୋଇଯାଇଛନ୍ତି। ସେମାନେ ପରିଶ୍ରମ କରିବା ପାଇଁ କୌଣସି ପ୍ରକାର ଭାବରେ ସେମାନଙ୍କର ଆଗ୍ରହ ନାହିଁ, ନା ପାଠ ପଢ଼ାରେ ନା କୌଣସି କାର୍ଯ୍ୟ କରିବାରେ। ଏ ପ୍ରକାର ଭାବରେ ସେମାନେ ଅଳସୁଆ ଅବସ୍ଥାରେ ଜୀବନଯାପନ କରୁଛନ୍ତି। ଆଜିର ଯୁବା ଯୁବତୀଙ୍କୁ ନାଶ କରୁଛି ଅଳସୁଆପଣ। ସେମାନେ ପାଠ ପଢ଼ିବେ ନାହିଁ। ଯେଉଁ ସମୟରେ ଏକ୍ଜାମ୍, ସେହି ସମୟରେ ସେମାନେ ପଢ଼ିବା ପାଇଁ ମୁଁ ଟିକେ ବେଶୀ ପରିଶ୍ରମ କରିବି ଭାବି ସେମାନେ ପରିଶ୍ରମ କରି ପକାନ୍ତି। କାରଣ ଆଗରୁ ସେମାନେ କୌଣସି ପ୍ରକାର ଭାବରେ ପ୍ରସ୍ତୁତ ରୁହନ୍ତି ନାହିଁ। ଅଳସୁଆ ହେଇଛନ୍ତି, ଆଉ ସମୟ ଅଛି, ମୁଁ ପରେ କରିବି, ଏମିତି କରୁ 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 ସେମାନଙ୍କର ସମୟ ଚାଲିଯାଉଛି। ସେ ଅନ୍ୟ ତାଙ୍କ ସାଙ୍ଗସାଥୀମାନେ ବିଭିନ୍ନ ପ୍ରକାର ଭାବରେ ସେମାନେ ବଡ଼ ବଡ଼ ଚାକିରି ଜବ୍ ଗୁଡ଼ିକ କରନ୍ତି, ମାତ୍ର ଏମାନେ ପଛରେ ରହିଯାଆନ୍ତି। କାହିଁକି? ଅଳସୁଆ କ'ଣ କରିବ? ବେଠି କର୍ମ କରିବ, କୌଣସି ଚାକିରି କରିବ ନାହିଁ, କୌଣସି ପ୍ରକାର ପରିଶ୍ରମ କରିବ ନାହିଁ, ବେଠି କର୍ମ କରିବ। ସେଥିପାଇଁ ଲେଖାଯାଏ, ଯଦି ଆମେ ହିତୋପଦେଶ 6 ଅଧ୍ୟାୟର 9 ପଦରେ ପଢ଼ିବା, ହେ ଅଳସୁଆ, ତୁମେ କେତେ କାଳ ଶୋଇ ରହିଥିବ? ତୁମେ କେତେ କାଳ ନିଦ୍ରା ଭାଙ୍ଗି ଉଠିବ? ଆଉ ଟିକିଏ ଶୋଇଲେ, ଆଉ ଟିକିଏ ଢୁଳେଇଲେ, ଆଉ ଟିକିଏ ନିଦ୍ରା ଯିବା ପାଇଁ ହାତ ଭିଡ଼ିମୋଡ଼ି ହେଲେ ତୁମ୍ଭର ଦରିଦ୍ର ଅବସ୍ଥା ଖଣ୍ଟ ପରି, ତୁମ୍ଭର ଦୀନତା ସଶଯ୍ୟ ଲୋକ ପରି ଉପସ୍ଥିତ ହେବ। ପ୍ରିୟମାନେ, ଏହି ଅଳସୁଆପଣ, ଏଇ ଯେଉଁ ଅଳସୁଆଟା, ସେ କେବେ ହେଲେ ମଧ୍ୟ ପ୍ରସ୍ପର ହୋଇପାରିବ ନାହିଁ, ଆଗକୁ ବଢ଼ିପାରିବ ନାହିଁ। ସେ ବେଠି କର୍ମ କରିବ, ଦରିଦ୍ରରୁ ହିଁ ଦରିଦ୍ର ଥିବ, ସେ କୌଣସି ପ୍ରକାର ଭାବରେ ଆଗକୁ ବଢ଼ିପାରିବ ନାହିଁ। ଆଜିର ଯୁବା ଯୁବତୀମାନେ ଏହି ପ୍ରକାର ଅଳସୁଆ, ସେମାନେ ମୋବାଇଲ ହାତରେ ଧରିଥିବେ, ସେ ମୋବାଇଲରେ ହିଁ ସବୁ କରୁଥିବେ। ସେମାନଙ୍କ ହାତ ଗୋଡ଼କୁ ହଲେଇବା ପାଇଁ, କିଛି ପରିଶ୍ରମ କରିବା ପାଇଁ ସେମାନଙ୍କର କୌଣସି ପ୍ରକାର ଆଗ୍ରହ ନାହିଁ। ଆଜିର ଯୁବା ଯୁବତୀମାନଙ୍କୁ ନାଶ କରୁଥିବା ପ୍ରଥମ ବିଷୟ ହେଲା ଅଳସୁଆପଣ। ଏହି ଅଳସୁଆପଣ ସେମାନଙ୍କୁ ନାଶ କରୁଛି। ମୁଁ ଆପଣମାନଙ୍କ ନିକଟରେ ଦ୍ୱିତୀୟ ପଏଣ୍ଟ ରଖିବା ପାଇଁ ଚାହେଁ। ଯୁବା ଯୁବତୀମାନଙ୍କୁ ନାଶ କରୁଥିବା ଦ୍ୱିତୀୟ ବିଷୟ ଆମେ ପଢ଼ିବା 1 କରିନ୍ଥୀୟ ଏହାର 15 ଅଧ୍ୟାୟର 33 ପଦ, ଭ୍ରାନ୍ତ ନ ହୁଅ, କୁସଂସର୍ଗ ଶିଷ୍ଟାଚାର ନଷ୍ଟ କରେ। ଆଉ ନାଶ କରୁଥିବା ଦ୍ୱିତୀୟ ବିଷୟ ହେଲା ବେଡ୍ ଫେଲୋସିପ୍, ଖରାପ ସହଭାଗିତା, ମନ୍ଦ ସହଭାଗିତା। ଆଜି ଅନେକ ଯୁବା ଯୁବତୀମାନେ ସେମାନେ ଭଲ, ସେମାନେ କୌଣସି ପ୍ରକାର ମନ୍ଦତା ସେମାନେ କରିବା ପାଇଁ ଇଚ୍ଛା ନାହିଁ, ଆଗ୍ରହ ନାହିଁ, ମାତ୍ର ସେମାନେ ମନ୍ଦ ସହଭାଗିତାରେ ରହିବା ଦ୍ୱାରା ସେହି ମନ୍ଦ ସହଭାଗିତାର ପ୍ରଭାବରେ ଏମାନେ ଏ ପ୍ରକାର କରନ୍ତି। ଏମାନଙ୍କୁ ପାନ, ପୁଡ଼ିଆ, ଗୁଟକା, ଖଇନି, ସିଗାରେଟ୍ ଏ ପ୍ରକାର ଅଭ୍ୟାସ ନାହିଁ, ମାତ୍ର ସେହି ପ୍ରକାର ଲୋକମାନଙ୍କ ସହିତ ମିଶୁ ମିଶୁ ଧୀରେ ଧୀରେ ଅଭ୍ୟାସ ହୋଇଯାଏ। ମିଛ କଥା କହିବାକୁ ଅଭ୍ୟାସ ନାହିଁ, ମାତ୍ର ଧୀରେ ଧୀରେ ମିଛ ମଧ୍ୟ କହନ୍ତି। ମା ବାପାଙ୍କ ପକେଟରୁ ପଇସା ଚୋରି କରିବାର ମଧ୍ୟ ଅଭ୍ୟାସ ନାହିଁ, ମାତ୍ର ସେମାନେ ଯେଉଁ ପ୍ରକାର ସହଭାଗିତା ସହିତ ମିଶିଛନ୍ତି, ସେହି ସହଭାଗିତାର ପୁଅ ଝିଅମାନେ, ଲୋକମାନେ ସେହି ପ୍ରକାର ଭାବରେ ସେମାନେ କରନ୍ତି। କାରଣ ମନ୍ଦ ସହଭାଗିତା କ'ଣ କରେ? ଯେ ଜଣଙ୍କର ଚରିତ୍ରକୁ ନଷ୍ଟ କରିଦିଏ।
ଆମମାନଙ୍କ ଯୁବା ଯୁବତୀ ମାନେ କେଉଁଟା ନାଶ କରୁଛି? ମନ୍ଦ ସହଭାଗିତା। ସେମାନେ ଯଦି ଗୋଟେ ଭଲ ପାଠ ପଢ଼ୁଥିବା ପୁଅ କି ଝିଅ ସହିତ ମିଶିବେ, ଭଲ ପାଠ ପଢ଼ିବେ, ଭଲ ପ୍ରାର୍ଥନା କରିବା ପୁଅ ଝିଅ ସହିତ ମିଶିବେ, ଭଲ ପ୍ରାର୍ଥନା କରିବେ। ଯଦି ସେମାନେ ମନ୍ଦ ସହଭାଗିତା ରହିବେ ତାହେଲେ ମନ୍ଦତା ହିଁ କରିବେ। ଗୋଟେ ମୋବାଇଲ ଏଡ଼ିକ୍ଟ ସହିତ ରହିଲେ ମୋବାଇଲ ଏଡ଼ିକ୍ଟ, ଆଉ ଗୋଟିଏ ଯଦି ଶାରୀରିକ ଅଭିଳାଷ ସହିତ ରହିଲେ ଶାରୀରିକ ଅଭିଳାଷ। ତେବେ ଏହି ପ୍ରକାର ଯୁବା ଯୁବତୀମାନେ ନଷ୍ଟ କାହିଁକି ହେଉଛନ୍ତି? ସେମାନେ ରାଇଟ୍ ଫେଲୋସିପ୍ ସେମାନେ ପାଉନାହାନ୍ତି। ସେଥିପାଇଁ ରାଇଟ୍ ଫେଲୋସିପ୍ ଯଦି ସେମାନଙ୍କ ଜୀବନରେ ଆସିବ, ରାଇଟ୍ ସହଭାଗିତା ଆସିବ, ତାହା ନିହାତି ସେମାନେ ବହୁତ ଶୀଘ୍ର ଉପରକୁ ଯିବେ। ପ୍ରିୟମାନେ, ଆମମାନଙ୍କ ଯୁବା ଯୁବତୀମାନଙ୍କୁ ନାଶ କରୁଥିବା ଆଉ ତୃତୀୟ ବିଷୟ ଏହା ଅଟେ ଯେ ପ୍ରେମ। ଏଇ ଯେଉଁ ପ୍ରେମ, ଆଜିକାଲିର ପୁଅ ଝିଅମାନେ ସେମାନେ ଯେଉଁ ପ୍ରକାର ଭାବରେ ପରସ୍ପରକୁ ପ୍ରେମ କରନ୍ତି, ଭଲ ପାଠ ପଢ଼ୁଥିବେ, ବହୁତ ଭଲ ଭାବରେ ସେମାନେ ଜୀବନଯାପନ କରୁଥିବେ, ମାତ୍ର ଯେତେବେଳେ ସେମାନେ ପ୍ରେମରେ ପଡ଼ିଯାଆନ୍ତି, ଟିନ୍ ଏଜ୍ ଲଭ୍ ହେଉ କି ଆଡଲ୍ଟ ଲଭ୍ ହେଉ, ଯେ ପ୍ରକାର ପ୍ରେମ ହେଉନା କାହିଁକି, ପ୍ରେମ କେବେ ହେଲେ ମଧ୍ୟ କାହାର ଅନିଷ୍ଟ କରେ ନାହିଁ, ପ୍ରେମ ଅପକାର କରେ ନାହିଁ, ପ୍ରେମ କେବେ ହେଲେ କାହାକୁ ନଷ୍ଟ କରେ ନାହିଁ। ମାତ୍ର ଏମାନେ ଯେଉଁ ପ୍ରକାର ଭାବରେ ପ୍ରେମ ଗୁଡ଼ିକ କରୁଛନ୍ତି, ଏହା ପ୍ରେମ ନୁହେଁ, ଅଭିଳାଷ ଗୁଡ଼ିକ। ଆଉ ଏହି ପ୍ରେମ ସେମାନଙ୍କ ପାଠପଢ଼ାକୁ ନଷ୍ଟ କରୁଛି, ସେମାନଙ୍କ ଭବିଷ୍ୟତକୁ ନଷ୍ଟ କରୁଛି। ପ୍ରେମରେ ପଢ଼ି ଯେଉଁ ସମୟରେ ଏମାନେ ବିଫଳ ହୁଅନ୍ତି, ବ୍ରେକଅପ୍ ହୋଇଯାଏ, ସେହି ସମୟରେ ଅନେକ ଜଣଙ୍କର ପାଠପଢ଼ାରେ ନଷ୍ଟ ହୋଇଯାଏ, ସେମାନଙ୍କର ବିଭିନ୍ନ ପ୍ରକାର ମନ୍ଦ ଅଭ୍ୟାସରେ ଏଡ଼ିକ୍ଟରେ ପଡ଼ିଯାଆନ୍ତି। କାରଣ ଏହି ପ୍ରକାର ଭାବରେ ସେମାନେ ଭାଙ୍ଗି ଯାଆନ୍ତି, ଇମୋସନାଲି ସେମାନେ ଏତେ ପରିମାଣରେ ଦୁର୍ବଳ ହୋଇଯାଆନ୍ତି। ସେଥିପାଇଁ ଏଇ ଯେଉଁ ପ୍ରେମ, କାରଣ ସମୟ ନଥାଏ, ସେଥିପାଇଁ ଲେଖାଯାଏ ଯେ ପ୍ରେମର ସମୟ ନ ହେଉଣୁ। କାରଣ ଜ୍ଞାନୀ ସଲୋମନ ସେ ଆମମାନଙ୍କୁ କହୁଛନ୍ତି ଯେ ପ୍ରେମର ବାସନା ଯେତେ ଯାଏଁ ତୁମମାନଙ୍କ ମଧ୍ୟରେ ହେଇନାହିଁ, ତୁମେ ପ୍ରେମକୁ ତୁମେ ଜଗାଅ ନାହିଁ, ଏହା ବାଇବଲ ଆମମାନଙ୍କୁ କହେ। ମାତ୍ର ଆଜିକାଲିର ଟିନ୍ ଏଜ୍ର ଲଭ୍ ଯେତେବେଳେ ହେଇଯାଉଛି, ଲେଖାଗଲା ଯେ ପରମ ଗୀତ 2:7 ହେ ଜେରୁସାଲେମର କନ୍ୟାଗଣ, ମୁଁ ତୁମମାନଙ୍କୁ କ୍ଷେତ୍ରସ୍ଥ ହରିଣୀ ଓ ମୃଗୀଗଣର ଶପଥ ଦେଉଅଛି ଯେ ପ୍ରେମର ବାସନା ନହିବା ପର୍ଯ୍ୟନ୍ତ ତୁମେମାନେ ପ୍ରେମକୁ ଜଗାଅ ନାହିଁ କି ଉତ୍ତେଜନା କର ନାହିଁ। ଏଇଟା ଅନେକ ପୁଅ ଝିଅମାନେ ସେମାନେ ବାହା ହେବେ, ବାହା ହେବାର ବୟସ ହୋଇନଥାଉଛି, ଯେଉଁ ସମୟରେ ପାଠ ପଢ଼ାର ବୟସ, କ୍ୟାରିୟର ତିଆରି କରିବାର ବୟସ, ସେହି ସମୟରେ ପ୍ରେମରେ ପଡ଼ି ଏମାନଙ୍କର ଜୀବନ ଗୁଡ଼ିକକୁ ନଷ୍ଟ କରୁଛନ୍ତି। ପ୍ରେମ ଖରାପ ନୁହେଁ, ବାହା ହେବା ପ୍ରେମ କରିବା ଠିକ୍ ଅଛି, ମାତ୍ର ଏମାନେ ଯେଉଁ ପ୍ରକାର ଭାବରେ ପ୍ରେମରେ ପଡ଼ନ୍ତି ତାହା ପ୍ରେମ ହିଁ ନୁହେଁ। ଆଉ ପ୍ରେମ କେବେ କାହାକୁ ନଷ୍ଟ କଲେ, ପ୍ରେମ ଗଠନ କରେ। ପ୍ରଭୁ ଆମମାନଙ୍କୁ ପ୍ରେମ କଲେ ଆଉ ଆମମାନେ ବଞ୍ଚିଗଲୁ ଆମେ। ପ୍ରିୟମାନେ, ସେଥିପାଇଁ ଏଇ ଯେଉଁ ତିନିଟି ବିଷୟ ଆମେ ଦେଖୁଛୁ ଯେ ଯୁବା ଯୁବତୀମାନଙ୍କୁ ନଷ୍ଟ କରୁଛି, ମୁଁ ଆପଣମାନଙ୍କୁ ଶେଷ ବିଷୟ କହିବା ପାଇଁ ଚାହେଁ। ଯୁବା ଯୁବତୀମାନଙ୍କୁ କେଉଁ ବିଷୟ ନଷ୍ଟ କରୁଛି? ପଢ଼ିବା ଏଫେସୀୟ 6:1 ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ, କାରଣ ତାହା ଯଥାର୍ଥ। ଆପଣା ପିତାମାତାଙ୍କୁ ସମାଦର କର, ଏହା ପ୍ରତିଜ୍ଞାଯୁକ୍ତ ଗୋଟିଏ ପ୍ରଧାନ ଆଜ୍ଞା, ଯେପରି ତୁମ୍ଭର ମଙ୍ଗଳ ହେବ ଆଉ ତୁମ୍ଭେ ପୃଥିବୀରେ ଦୀର୍ଘାୟୁ ହେବ। କେତେ ସୁନ୍ଦର! ବାଇବଲରେ ଯେଉଁ 10 ଆଜ୍ଞା ଦିଆଯାଇଛି, 10 ଆଜ୍ଞାରେ କେବଳ ଗୋଟିଏ ହିଁ ଆଜ୍ଞା ପୁଅ ଝିଅମାନଙ୍କୁ ଦିଆଯାଇଛି, ଯେଉଁ ଆଜ୍ଞାରେ କି ପ୍ରତିଜ୍ଞା ରହିଅଛି। ଆଜି ଆମେ ଏହି ପ୍ରକାର ଗୋଟେ ସମୟରେ ଆମେ ବାସ କରୁଛୁ ଯେ ଯୁବା ଯୁବତୀମାନେ ପିତାମାତାଙ୍କର ଅବାଧ୍ୟ ହେଉଛନ୍ତି, ସମସ୍ତଙ୍କର କଥା ମାନୁଛନ୍ତି, ମା ବାପାଙ୍କର କଥା ମାନୁନାହାନ୍ତି, ସାଙ୍ଗସାଥୀଙ୍କ କଥା ମାନୁଛନ୍ତି, ସେମାନଙ୍କ ପଡ଼ିଶା ଲୋକର କଥା ମାନୁଛନ୍ତି, ମୋବାଇଲର କଥା ମାନୁଛନ୍ତି, ସିରିଏଲର କଥା ମାନୁଛନ୍ତି, ମାତ୍ର ମା ବାପାଙ୍କର ଆଜ୍ଞାବହ ହେଉନାହାନ୍ତି, ମା ବାପାଙ୍କର କଥା ମାନୁନାହାନ୍ତି। ସେଥିପାଇଁ ଯେଉଁ ପୁଅ ଝିଅମାନେ ମା ବାପାଙ୍କର କଥା ମାନିବେ ନାହିଁ, ଅନାଜ୍ଞାବହ ହେବେ, ଆଉ ସେହି ପୁଅ ଝିଅମାନଙ୍କର ମଙ୍ଗଳ କି ପ୍ରକାର ହେବ, ଦୀର୍ଘାୟୁ କି ପ୍ରକାର ହେବ, ସେମାନେ ବିନାଶ ଆଡ଼କୁ ପଳାଇ ଯାଉଛନ୍ତି। ପ୍ରିୟମାନେ, ଯୁବା ଯୁବତୀମାନଙ୍କୁ କହିବା ପାଇଁ ଚାହେଁ ଯେ ଆପଣମାନେ ଏଇ 4ଟା ବିଷୟକୁ ଦୟାକରି ଧ୍ୟାନ ଦେବେ। ଅଳସୁଆ ହେବେ ନାହିଁ। ଏଇଟା ଅଳସୁଆ ହେବାର ସମୟ ନୁହେଁ, ଏଇଟା ପରିଶ୍ରମ କରିବାର ସମୟ, ଧାଇଁବାର ସମୟ, ଏଇଟା କୁଦିବାର ସମୟ, ଏଇଟା ହାଲିଆ ହେବାର ସମୟ ନୁହେଁ। ତେବେ ଅଳସୁଆ ହେବେ ନାହିଁ। ଭୁଲ ସହଭାଗିତାରେ ଦୟାକରି ରୁହନ୍ତୁ ନାହିଁ। ଆପଣଙ୍କ ସହଭାଗିତାକୁ ଚେଞ୍ଜ କରନ୍ତୁ। କାହିଁକି ମୁଁ ନଷ୍ଟ ହେଉଛି? କାରଣ ମୁଁ ଭୁଲ ସହଭାଗିତାରେ ଅଛି। ଯଦି ଆମେ ଠିକ୍ ସହଭାଗିତା ରହିଲେ ଆମ ଚରିତ୍ର ଗଠନ ହୋଇଯିବ। ସେଥିପାଇଁ
ये जो प्रेम प्रेम कर बयस यहाँ नुहे कारण बाहा हेबा समय प्रेम कर बाहा हेबा समय गोटे झील पुओ से माने बाहा हेला परे प्रेम करेंगे आहा बाइबल आम मान कहे आउ शेष आम देखुलु पितामाता आज्ञावह हेबा जो मैंने पितामाता अबाध्य होती आज्ञावह होना यही सब विषय गुड़िक आमर युवा युवती मान नाश करुँच प्रार्थना करवा प्रभु से अनुग्रह करंतु साहाय्य करंतु से माने जे प्रकार नाश न हो उन्नति लाभ करेंगे स्वर्गीय पिता मु तुमको धन्यवाद दिए प्रशंसा करे गौरव करे तुम्हें आम प्रार्थना शुणुछ युवा युवती माने देशर भविष्य परिवार मंडल भविष्य मात्र आज अनेक युवा युवती माने विभिन्न प्रकार भाव निजक नष्ट करुँच जानी ना क्यों विषय से नाश करुचे प्रार्थना करे तुम्हें बाइबल रे आम अनेक विषय गुड़िक शिक्षा देच प्रार्थना करे प्रत्येक युवा युवती माने ए विषय सजाग हेबे आ निजक तैयारी करेंगे निजक गढ़े दयाकोरी तुम्हें अनुग्रह प्रदान कर प्रभु आम युवा युवती मैंने नाश न हो उन्नति लाभ करेंगे अनुग्रह प्रदान कर प्रार्थना शुणिछ धन्यवाद प्रार्थना प्रिय प्रभु यीशु नाम रे मागुछि आमेन आमेन प्रेज द लॉर्ड प्रभु आम समस्त को प्रचुर भाव आशीर्वाद करंतु प्रभु अनुग्रह कले आसंता अध्याय गोटे नुआ प्रसंग में परस्पर सहित साक्षात करवा रहिबा नमस्कार प्रेज द लॉर्ड गॉड ब्लेस यू।